ବନ୍ଧୁଗଣ, ଅନେକ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ, ମୁଁ ପ୍ରତିଦିନ ଭଗବାନଙ୍କ ନାମ ନେଉଛି, ପୂଜା କରୁଛି, ବ୍ରତ କରୁଛି, କାହାରି ଅନିଷ୍ଟ କରୁନାହିଁ, ତଥାପି ମୋ ଜୀବନରେ ଏତେ କଷ୍ଟ କାହିଁକି? ଅନ୍ୟପଟେ କେତେକ ଲୋକ ଧର୍ମ କର୍ମ ପ୍ରତି ଅଧିକ ଧ୍ୟାନ ନ ଦେଇଥିଲେ ମଧ୍ୟ ସୁଖରେ ଥିବା ପରି ଦେଖାଯାଆନ୍ତି। ଏ ଦୃଶ୍ୟ ଦେଖି ଅନେକଙ୍କ ବିଶ୍ୱାସ କମିଯାଏ। କିନ୍ତୁ ଶାସ୍ତ୍ର ଆମକୁ ଗୋଟିଏ ଶିଖାଏ ନାହିଁ ଯେ ଭକ୍ତି କଲେ ଜୀବନରେ କେବେ ସମସ୍ୟା ଆସେ ନାହିଁ, ବରଂ ଭକ୍ତି ଆମକୁ ସମସ୍ୟାକୁ ସାହସ, ଧୈର୍ଯ୍ୟ ଓ ସଦ୍ବୁଦ୍ଧି ସହିତ ସାମ୍ନା କରିବାକୁ ଶକ୍ତି ଦେଇଥାଏ। ଶ୍ରୀମଦ୍ ଭଗବତ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ, ଧର୍ମ ଓ ସମତାର ପଥ ଶିଖାଇଥିଲେ। ସେ କେଉଁଠି ମଧ୍ୟ କହିନାହାନ୍ତି ଯେ ତାଙ୍କ ଭକ୍ତଙ୍କ ଜୀବନରେ କଷ୍ଟ ଆସିବ ନାହିଁ, ବରଂ ସେ କହିଛନ୍ତି ଯେ ଯେଉଁମାନେ ଧର୍ମର ପଥରେ ଚାଲନ୍ତି ସେମାନଙ୍କର ମନକୁ ସେ ଦୃଢ଼ କରନ୍ତି। ଲୋକପ୍ରିୟ ଧାର୍ମିକ କଥାମାନରେ ଭକ୍ତଙ୍କ ପରୀକ୍ଷାର ଉଦାହରଣ ମିଳେ। ଏହାର ଅର୍ଥ ଏହା ନୁହେଁ ଯେ ଭଗବାନ ଦୁଃଖ ଦେଇ ଆନନ୍ଦ ପାଆନ୍ତି, ବରଂ କଠିନ ପରିଶ୍ରମ ମଣିଷର ଧୈର୍ଯ୍ୟ, ସତ୍ୟନିଷ୍ଠା ଓ ବିଶ୍ୱାସକୁ ପ୍ରକାଶ କରେ। ଯେପରି ସୁନାକୁ ଅଗ୍ନିରେ ତତେଇଲେ ସେ ଅଧିକ ନିର୍ମଳ ହୁଏ, ସେପରି କଷ୍ଟ ମଣିଷର ଚରିତ୍ରକୁ ଦୃଢ଼ କରିଥାଏ। ହିନ୍ଦୁ ଦର୍ଶନ ଅନୁସାରେ ପ୍ରତ୍ୟେକ କର୍ମର ଫଳ ରହିଛି। ଆଜିର ପରିସ୍ଥିତି କେବଳ ବର୍ତ୍ତମାନର କାର୍ଯ୍ୟର ଫଳ ନୁହେଁ, ପୂର୍ବରୁ କରାଯାଇଥିବା ଭଲ ଓ ଖରାପ କାର୍ଯ୍ୟର ପ୍ରଭାବ ମଧ୍ୟ ଥାଇପାରେ ବୋଲି ଶାସ୍ତ୍ରରେ ବର୍ଣ୍ଣନା ଅଛି। ପୂଜାପାଠ କରିବାର ଅର୍ଥ ଏହା ନୁହେଁ ଯେ ସମସ୍ତ କର୍ମଫଳ ତୁରନ୍ତ ଶେଷ ହୋଇଯିବ। ଭକ୍ତି ମଣିଷକୁ ସେହି ଫଳକୁ ସମତାର ସହିତ ଗ୍ରହଣ କରିବାର ଶକ୍ତି ଦେଇପାରେ। ଅନେକ ସମୟରେ ମଣିଷ ସୁଖରେ ଥିଲେ ଭଗବାନଙ୍କୁ ଭୁଲିଯାଏ, କିନ୍ତୁ ଦୁଃଖ ଆସିଲେ ସେ ନିଜ ଜୀବନ, ଆଚରଣ ଓ ମୂଲ୍ୟବୋଧକୁ ଗଭୀର ଭାବେ ଭାବିବା ଆରମ୍ଭ କରେ। ଏହି ଅର୍ଥରେ କଠିନ ସମୟ ଆତ୍ମଚିନ୍ତାରେ ସୁଯୋଗ ଦେଇପାରେ। ପୂଜାର ଅର୍ଥ କେବଳ ରୀତିନୀତି ନୁହେଁ, କେବଳ ଦୀପ ଜଳାଇବା, ମନ୍ତ୍ର ପଢ଼ିବା କିମ୍ବା ଫୁଲ ଅର୍ପଣ କରିବା ପୂଜାର ସମ୍ପୂର୍ଣ୍ଣ ଅର୍ଥ ନୁହେଁ। ସତ୍ୟ କହିବା, ଦୟା, କ୍ଷମା, ସତ୍କର୍ମ, ଅନ୍ୟକୁ ସାହାଯ୍ୟ କରିବା, ନିଜ କର୍ତ୍ତବ୍ୟ ପାଳନ କରିବା ମଧ୍ୟ ଧାର୍ମିକ ଜୀବନର ଅଂଶ। ଯଦି କେହି କେବଳ ଆଚାର କରନ୍ତି କିନ୍ତୁ ବ୍ୟବହାରରେ ଏ ଗୁଣଗୁଡ଼ିକ ଆଣନ୍ତି ନାହିଁ, ତେବେ ପୂଜାର ପୂର୍ଣ୍ଣ ଫଳ ମିଳେ ନାହିଁ ବୋଲି ଧାର୍ମିକମାନେ କୁହନ୍ତି। ଅନ୍ୟଙ୍କ ଜୀବନ ସହିତ ନିଜର ତୁଳନା କରନ୍ତୁ ନାହିଁ। ଆମେ ବାହାରକୁ ଯାହା ଦେଖୁଛୁ ସେଇଟା ସମଗ୍ର ସତ୍ୟ ନୁହେଁ। ଯିଏ ବାହାରୁ ସୁଖୀ ଦେଖାଯାଉଛି ସେ ମନରେ କେଉଁ ସଂଘର୍ଷ କରୁଛି ତାହା ଆମେ ଜାଣିନାହୁଁ। ନିଜ ଜୀବନକୁ ଅନ୍ୟଙ୍କ ସହ ତୁଳନା କରିବା ପରିବର୍ତ୍ତେ ନିଜର କର୍ତ୍ତବ୍ୟ, ସଦାଚାର ଓ ଭକ୍ତି ଉପରେ ଧ୍ୟାନ ଦେବା ଅଧିକ ଉପଯୁକ୍ତ। ଭକ୍ତି ମଣିଷକୁ ଅଧିକ ସମ୍ବେଦନଶୀଳ କରିପାରେ। ଯେତେବେଳେ ଜଣେ ବ୍ୟକ୍ତି ନିୟମିତ ପୂଜା, ପ୍ରାର୍ଥନା ଓ ଆତ୍ମଚିନ୍ତନ କରନ୍ତି, ସେ ଅନ୍ୟମାନଙ୍କର ଦୁଃଖ ପ୍ରତି ଅଧିକ ସହାନୁଭୂତିଶୀଳ ହୋଇପାରିଥାନ୍ତି। ସେ ଅନ୍ୟଙ୍କ କଷ୍ଟ ଦେଖି ମନରୁ ବିଚଳିତ ହୁଅନ୍ତି ଏବଂ ସାହାଯ୍ୟ କରିବାକୁ ଚାହାନ୍ତି। ଏହି ସମ୍ବେଦନଶୀଳତା କେବେ କେବେ ତାଙ୍କୁ ଅଧିକ ଭାବନାତ୍ମକ କଷ୍ଟ ଅନୁଭବ କରାଇପାରେ, କିନ୍ତୁ ଏହା କରୁଣାର ଏକ ଚିହ୍ନ ମଧ୍ୟ ଅଟେ। ମହାନ ବ୍ୟକ୍ତିମାନଙ୍କ ଜୀବନରୁ ଶିକ୍ଷା। ଆମ ପୁରାଣ ଓ ଇତିହାସରେ ଅନେକ ମହାନ ଚରିତ୍ର କଷ୍ଟ ସହିଛନ୍ତି। ପାଣ୍ଡବମାନେ ଅନେକ ସଙ୍କଟର ସାମ୍ନା କରିଥିଲେ, ତଥାପି ସେମାନେ ଧର୍ମର ପଥ ଛାଡ଼ିନଥିଲେ। ଏହି କଥାମାନଙ୍କରେ ମୂଳ ଶିକ୍ଷା ହେଉଛି ଧର୍ମର ପଥ ସବୁବେଳେ ସହଜ ନ ହୋଇଥାଇପାରେ, କିନ୍ତୁ ଧୈର୍ଯ୍ୟ ଓ ସତ୍କର୍ମର ମୂଲ୍ୟ ରହିଥାଏ। ପ୍ରତ୍ୟେକ କଷ୍ଟ ଦଣ୍ଡ ନୁହେଁ। ଅନେକ ଲୋକ ଭାବନ୍ତି ମୁଁ ଖରାପ ଘଟୁଛି ମାନେ ଭଗବାନ ମୋ ପ୍ରତି ତୃଷ୍ଟ, କିନ୍ତୁ ଏପରି ନିଷ୍କର୍ମ ସବୁବେଳେ ଠିକ୍ ନୁହେଁ। ଜୀବନରେ ରୋଗ, ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟମାନଙ୍କ ନିଷ୍ପତ୍ତି କିମ୍ବା ସାଧାରଣ ଜୀବନ ପରିସ୍ଥିତିରୁ ମଧ୍ୟ କଷ୍ଟ ଆସିପାରେ। ସବୁକିଛି କେବଳ ଦୈବୀଦଣ୍ଡ ଭାବିବା ଉଚିତ ନୁହେଁ। ଭକ୍ତି ସହିତ କର୍ମ ମଧ୍ୟ ଆବଶ୍ୟକ। ଶ୍ରୀକୃଷ୍ଣ ଗୀତାରେ କର୍ମର ମହତ୍ତ୍ୱ ଉପରେ ଜୋର ଦେଇଛନ୍ତି। କେବଳ ପୂଜାପାଠ କରି ଜଣେ ଯଦି ବ୍ୟକ୍ତି ନିଜର କର୍ତ୍ତବ୍ୟ, ପରିଶ୍ରମ କିମ୍ବା ଦାୟିତ୍ୱକୁ ଅବହେଳା କରୁଛି, ତେବେ ସମସ୍ୟା ଦେଖାଦେଇପାରେ। କିନ୍ତୁ ଭକ୍ତି ଓ ସତ୍କର୍ମ ଉଭୟର ସମନ୍ୱିତ ଜୀବନକୁ ସନ୍ତୁଳିତ କରେ। ଧୈର୍ଯ୍ୟର ପରୀକ୍ଷା।
ଭଲ ଫଳ ସବୁବେଳେ ତୁରନ୍ତ ମିଳେ ନାହିଁ। ଯେପରି ବୀଜ ବୁଣିବା ପରେ ଗଛ ବଡ଼ ହେବାକୁ ସମୟ ଲାଗେ, ସେହିପରି ସତ୍କର୍ମ ଓ ଭକ୍ତିର ଫଳ ମଧ୍ୟ ସମୟ ସହିତ ପ୍ରକାଶ ପାଇପାରେ। ତେଣୁ ନିରାଶ ନ ହୋଇ ଧୈର୍ଯ୍ୟ ରଖିବା ଆବଶ୍ୟକ। ଦୁଃଖ ଆତ୍ମବିକାଶର ସୁଯୋଗ ଦେଇ ହୋଇପାରେ। କଠିନ ପରିଶ୍ରମ ସମୟରେ ମଣିଷ ନିଜର ଦୁର୍ବଳତାକୁ ଚିହ୍ନିପାରେ, ନିଜ ଆଚରଣର ସମୀକ୍ଷା କରିପାରେ ଏବଂ ଆଗକୁ ଭଲ ନିଷ୍ପତ୍ତି ନେବାକୁ ଶିଖିପାରେ। ଏହି କାରଣରୁ ଅନେକ ଲୋକ ନିଜ ଜୀବନରେ ସବୁଠାରୁ କଠିନ ସମୟକୁ ପରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାର ସମୟ ବୋଲି କୁହନ୍ତି। ଭକ୍ତଙ୍କ ମନରେ ଅହଙ୍କାର ନ ରହୁ। ଧାର୍ମିକ ଶିକ୍ଷାରେ ବିନମ୍ରତାକୁ ବହୁତ ମହତ୍ଵ ଦିଆଯାଇଛି। କେବେ କେବେ ଜଣେ ବ୍ୟକ୍ତି ଭାବିପାରନ୍ତି, ମୁଁ ଅଧିକ ପୂଜା କରୁଛି, ତେଣୁ ମୋ ସହିତ କେବେ ଖରାପ ହେବ ନାହିଁ। ଏପରି ଭାବନା ଅହଙ୍କାରର ରୂପ ନେଇପାରେ। ଭକ୍ତିର ମୂଳ ହେଉଛି ସମର୍ପଣ, ଅଧିକାର ବୋଧ ନୁହେଁ। ଯେତେବେଳେ ମଣିଷ ଫଳର ଦାବି ଛାଡ଼ି କର୍ତ୍ତବ୍ୟ ଓ ସତ୍କର୍ମର ଧ୍ୟାନ ଦିଏ, ସେତେବେଳେ ତାଙ୍କ ମନ ଅଧିକ ଶାନ୍ତ ରହିପାରେ। ଶ୍ରୀକୃଷ୍ଣଙ୍କ ଉପଦେଶ, କର୍ମ କର, ଫଳର ଆସକ୍ତ ହୁଅ ନାହିଁ। ଭାଗବତ ଗୀତାର ସବୁଠାରୁ ପ୍ରସିଦ୍ଧ ଶିକ୍ଷାମାନଙ୍କ ମଧ୍ୟରୁ ଗୋଟିଏ ହେଉଛି, ନିଜ କର୍ତ୍ତବ୍ୟ କର କିନ୍ତୁ ଫଳ ଉପରେ ଅତ୍ୟଧିକ ଆସକ୍ତ ହୁଅ ନାହିଁ। ଅନେକ ଲୋକ ପୂଜା ପାଠ କରି ମନେ ମନେ ଆଶା ରଖନ୍ତି ଯେ ସମସ୍ତ ସମସ୍ୟା ଦୂର ହୋଇଯିବ। ଯଦି ଏପରି ହୁଏ ନାହିଁ, ସେମାନେ ନିରାଶ ହୋଇପାରନ୍ତି। କିନ୍ତୁ ଭକ୍ତିର ଉଦ୍ଦେଶ୍ୟ କେବଳ ଇଚ୍ଛା ପୂରଣ ନୁହେଁ, ଏହା ମନକୁ ସ୍ଥିର ଓ ସତ୍ପଥରେ ରଖିବାର ସାଧନା ମଧ୍ୟ ଅଟେ। କଷ୍ଟ ସମୟରେ ସତ୍ୟ ବନ୍ଧୁ କିଏ, ତାହା ଜଣାପଡ଼େ। ସୁଖ ସମୟରେ ଅନେକ ଲୋକ ସାଥିରେ ଥାନ୍ତି, କିନ୍ତୁ କଷ୍ଟ ସମୟରେ କିଏ ସତରେ ସାହାଯ୍ୟ କରେ, ତାହା ସ୍ପଷ୍ଟ ହୋଇଯାଏ। ଏହି ଅନୁଭବ ମଣିଷକୁ ସମ୍ପର୍କର ମୂଲ୍ୟ ବୁଝାଇପାରେ ଏବଂ ଜୀବନର ସଠିକ୍ ଲୋକଙ୍କୁ ଚିହ୍ନିବାରେ ସାହାଯ୍ୟ କରେ। ଭଗବାନଙ୍କୁ ଦୋଷ ଦେବା ପୂର୍ବରୁ ନିଜ କର୍ମକୁ ଦେଖନ୍ତୁ। କେବେ କେବେ ଆମ ନିଜ ନିଷ୍ପତ୍ତି ମଧ୍ୟ ସମସ୍ୟାର କାରଣ ହୋଇପାରେ। ଅସାବଧାନତା, ରାଗ, ଭୁଲ ଆର୍ଥିକ ନିଷ୍ପତ୍ତି କିମ୍ବା ଅନ୍ୟଙ୍କ ସହ ଖରାପ ବ୍ୟବହାର, ଏସବୁର ପରିଣାମ ମଧ୍ୟ ଆମକୁ ଭୋଗିବାକୁ ପଡ଼େ। ତେଣୁ ଭକ୍ତି ସହିତ ଆତ୍ମସମୀକ୍ଷା ମଧ୍ୟ ଆବଶ୍ୟକ। ଭକ୍ତିର ସତ୍ୟ ଫଳ କ'ଣ? ଅନେକ ଭାବନ୍ତି ଭକ୍ତିର ଫଳ କେବଳ ଧନ, ସଫଳତା କିମ୍ବା ସମସ୍ୟାର ଅନୁପସ୍ଥିତି, କିନ୍ତୁ ଧାର୍ମିକ ଦୃଷ୍ଟିରୁ ଭକ୍ତିର ଫଳ ହେଉଛି ମନରେ ଶାନ୍ତି, ସଠିକ୍ ନିଷ୍ପତ୍ତି ନେବାର ବୁଦ୍ଧି, ଧୈର୍ଯ୍ୟ, କରୁଣା ଏବଂ କଠିନ ସମୟରେ ମଧ୍ୟ ଆଶା ରଖିବାର ଶକ୍ତି। ଏହି ଗୁଣଗୁଡ଼ିକ ମଣିଷକୁ ଜୀବନର ପତନ ସହିତ ଭଲ ଭାବରେ ମୁକାବିଲା କରିବାରେ ସାହାଯ୍ୟ କରିପାରେ। କଷ୍ଟରେ ମଧ୍ୟ ବିଶ୍ୱାସ ରଖିବା। ଯେତେବେଳେ ଜୀବନରେ ଯେପରି ସମସ୍ୟା ଆସେ, ସେତେବେଳେ ଧୈର୍ଯ୍ୟ ରଖିବା ସହଜ ନୁହେଁ। ତଥାପି ଭକ୍ତିର ଶିକ୍ଷା ହେଉଛି, ନିରାଶ ନ ହୋଇ ନିଜ କର୍ତ୍ତବ୍ୟ କରି ଯାଆନ୍ତୁ, ସତ୍ୟ ପଥରେ ଅଟଳ ରୁହନ୍ତୁ ଏବଂ ଆଶା ହରାନ୍ତୁ ନାହିଁ। କେବଳ ପୂଜା ନୁହେଁ, ଆଚରଣ ମଧ୍ୟ ପବିତ୍ର ହେବା ଆବଶ୍ୟକ। ଜଣେ ବ୍ୟକ୍ତି ଘଣ୍ଟା ଘଣ୍ଟା ପୂଜା କରିପାରନ୍ତି, କିନ୍ତୁ ଯଦି ସେ ମିଛ କହନ୍ତି, ଅନ୍ୟକୁ କଷ୍ଟ ଦିଅନ୍ତି, ଈର୍ଷା କରନ୍ତି କିମ୍ବା ଅନ୍ୟାୟ କରନ୍ତି, ତେବେ ଭକ୍ତିର ଉଦ୍ଦେଶ୍ୟ ପୂରଣ ହୁଏ ନାହିଁ। ଧାର୍ମିକ ଶିକ୍ଷା ଅନୁସାରେ ସତ୍ୟ, ଦୟା, କ୍ଷମା, ନମ୍ରତା ଓ ସତ୍କର୍ମ ହେଉଛି ପ୍ରକୃତ ପୂଜାର ଅଂଶ। ଈର୍ଷା ଓ ତୁଳନା ଦୁଃଖ ବଢ଼ାଇଥାଏ। ଅନେକ ଲୋକ କହନ୍ତି, ମୁଁ ଏତେ ପୂଜା କରୁଛି କିନ୍ତୁ ସେ ତ ପୂଜା କରୁନାହିଁ, ତଥାପି ସେ ସୁଖରେ ଅଛି। ଏପରି ତୁଳନା ମନକୁ ଅଶାନ୍ତ କରେ। ପ୍ରତ୍ୟେକ ମଣିଷର ଜୀବନ ପରିସ୍ଥିତି ଓ ଅନୁଭବ ଅଲଗା। ଅନ୍ୟଙ୍କ ସହ ତୁଳନା କରିବା ପରିବର୍ତ୍ତେ ନିଜର ଉନ୍ନତି ଉପରେ ଧ୍ୟାନ ଦେବା ଅଧିକ ଉପଯୁକ୍ତ। କୃତଜ୍ଞତାରେ ଭାବ ରଖନ୍ତୁ। ଭକ୍ତି କେବଳ କିଛି ମାଗିବା ପାଇଁ ନୁହେଁ, ବରଂ ଯାହା ମିଳିଛି ସେଥିପାଇଁ କୃତଜ୍ଞ ହେବା ମଧ୍ୟ ଅଟେ। ଯଦି ଆମେ ସବୁବେଳେ କେବଳ ଅଭାବକୁ ଦେଖିବା, ତେବେ ଦୁଃଖ ବଢ଼ିବ। କିନ୍ତୁ ପରିବାରର ସ୍ୱାସ୍ଥ୍ୟ, ଅନ୍ନ, ଶିକ୍ଷା କିମ୍ବା ଛୋଟ ଛୋଟ ସୁଖ ପାଇଁ କୃତଜ୍ଞତା ଅନୁଭବ କଲେ ମନର ସନ୍ତୋଷ ବଢ଼ିପାରେ। ଭକ୍ତିର ଅର୍ଥ ପଳାୟନ ନୁହେଁ। କେହି ଭାବନ୍ତି ଯେ କେବଳ ପୂଜା କଲେ ସମସ୍ତ ସମସ୍ୟା ସମାଧାନ ହୁଏ। ତାହା ନୁହେଁ, କିନ୍ତୁ ଯଦି ଶରୀର ଅସୁସ୍ଥ,
ତେବେ ଡାକ୍ତରଙ୍କ ଚିକିତ୍ସା ମଧ୍ୟ ଆବଶ୍ୟକ। ଯଦି ପରୀକ୍ଷା ଅଛି ତେବେ ପଢ଼ିବା ମଧ୍ୟ ଦରକାର। ଯଦି କାମ ଅଛି ତେବେ ପରିଶ୍ରମ କରିବା ମଧ୍ୟ ଜରୁରୀ। ଭକ୍ତି ଓ କର୍ତ୍ତବ୍ୟ ପରସ୍ପରର ପୂଜକ। ସତ୍ସଙ୍ଗର ପ୍ରଭାବ। ଶାସ୍ତ୍ରରେ ସତ୍ସଙ୍ଗର ମହତ୍ଵ ବର୍ଣ୍ଣିତ ଅଛି। ଭଲ ଚିନ୍ତାଧାରା ଥିବା ଲୋକଙ୍କ ସହିତ ରହିଲେ ମନ ସ୍ଥିର ରହେ। ଅନ୍ୟପଟେ ସବୁବେଳେ ନକାରାତ୍ମକ କଥା, ରୋଗ କିମ୍ବା ଈର୍ଷାର ପରିବେଶରେ ରହିଲେ ମଧ୍ୟ ଅଶାନ୍ତ ହୋଇପାରେ। ଧୈର୍ଯ୍ୟ ହେଉଛି ଭକ୍ତଙ୍କର ସବୁଠାରୁ ବଡ଼ ଶକ୍ତି। ସବୁଠାରୁ ଅନ୍ଧକାର ରାତି ପରେ ହିଁ ସୂର୍ଯ୍ୟୋଦୟ ହୁଏ। ସେହିପରି ଜୀବନରେ କଠିନ ସମୟ ମଧ୍ୟ ସବୁବେଳେ ଏକରକମ ରହେ ନାହିଁ। ଧୈର୍ଯ୍ୟ ଓ ସତ୍କର୍ମ ସହିତ ଆଗକୁ ବଢ଼ୁଥିବା ବ୍ୟକ୍ତି ଆଶାକୁ ଜୀବନ୍ତ ରଖିପାରନ୍ତି। ଶ୍ରୀକୃଷ୍ଣଙ୍କ ଶିକ୍ଷାର ସାର। ଧର୍ମର ପଥ ଛାଡ଼ନ୍ତୁ ନାହିଁ। ନିଜ କର୍ତ୍ତବ୍ୟକୁ ସତ୍ତାର ସହିତ ପାଳନ କରନ୍ତୁ। ସଫଳତାର ଅହଙ୍କାର କରନ୍ତୁ ନାହିଁ। ବିଫଳତାରେ ଭାଙ୍ଗି ପଡ଼ନ୍ତୁ ନାହିଁ। ସମସ୍ତଙ୍କ ସହ ପ୍ରେମ ଓ ସମ୍ମାନ ସହ ବ୍ୟବହାର କରନ୍ତୁ। ଭକ୍ତି ସହିତ ସତ୍କର୍ମକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଦୁଃଖ ସବୁବେଳେ ସ୍ଥାୟୀ ନୁହେଁ। ଜୀବନରେ ସୁଖ ଓ ଦୁଃଖ ଦୁହେଁ ଆସେ ଓ ଯାଏ। ସେହିପରି ଦିନ ପରେ ରାତି, ରାତି ପରେ ପୁଣି ସକାଳ ହୁଏ। ସେପରି କଷ୍ଟର ସମୟ ମଧ୍ୟ ସଦା ରହେ ନାହିଁ। କଠିନ ସମୟରେ ଧୈର୍ଯ୍ୟ ଓ ଆଶା ରଖିବା ହିଁ ପ୍ରକୃତ ଭକ୍ତିର ପରିଚୟ। ଭଗବାନ କେବଳ ମାଗିବା ପାଇଁ ନୁହେଁ, ନିଜ ଜୀବନକୁ ବଦଳାଇବା ପାଇଁ ସ୍ମରଣ କରନ୍ତି। ଅନେକ ଲୋକ କେବଳ ଇଚ୍ଛା ପୂରଣ ପାଇଁ ପ୍ରାର୍ଥନା କରନ୍ତି, କିନ୍ତୁ ଭକ୍ତିର ଆଉ ଏକ ଗଭୀର ଅର୍ଥ ହେଉଛି ନିଜର ଚିନ୍ତା, ଆଚରଣ ଓ କର୍ମର ଉନ୍ନତର କରିବା। ଯଦି ପୂଜାପାଠ ଆମକୁ ଅଧିକ ସତ୍ୟବାଦୀ, ଦୟାଳୁ ଓ ସଂଯମୀ କରେ, ତେବେ ସେହି ଭକ୍ତି ସାର୍ଥକ୍ୟ। କଠିନ ସମୟରେ ମଧ୍ୟ ସତ୍କର୍ମ ଛାଡ଼ନ୍ତୁ ନାହିଁ। ଯେତେବେଳେ ସମସ୍ୟା ଆସେ କେହି କେହି ନିରାଶ ହୋଇ ଭୁଲ ପଥ ବାଛନ୍ତି, କିନ୍ତୁ ଶ୍ରୀକୃଷ୍ଣଙ୍କ ଶିକ୍ଷା ହେଉଛି ପରିସ୍ଥିତି ଯେପରି ହେଉ ଧର୍ମ ଓ ସତ୍କର୍ମକୁ ଛାଡ଼ିବା ଉଚିତ ନୁହେଁ। ଭଲ କାମ କରିବା କେବେ ବ୍ୟର୍ଥ ଯାଏ ନାହିଁ। ଭକ୍ତିର ପ୍ରକୃତ ପରିଚୟ। ପ୍ରକୃତ ଭକ୍ତ ସେ ନୁହେଁ ଯିଏ କେବଳ ଦୀର୍ଘ ସମୟ ପୂଜା କରନ୍ତି। ପ୍ରକୃତ ଭକ୍ତ ସେ ଯିଏ ସତ୍ୟ କୁହନ୍ତି, ଅନ୍ୟକୁ ସମ୍ମାନ ଦିଅନ୍ତି, ଅନ୍ୟାୟରୁ ଦୂରେ ରୁହନ୍ତି, କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରନ୍ତି ଏବଂ ସୁଖ ଦୁଃଖ ଉଭୟରେ ସଂଯମ ରଖିବାର ଚେଷ୍ଟା କରନ୍ତି। ଜୀବନର ସବୁଠାରୁ ବଡ଼ ଶିକ୍ଷା। ଯଦି ଆପଣ ନିୟମିତ ପୂଜା କରୁଛନ୍ତି ଏବଂ ତଥାପି ଜୀବନରେ କଷ୍ଟ ଅଛି, ତେବେ ନିରାଶ ହୁଅନ୍ତୁ ନାହିଁ। ନିଜର ଆଚରଣକୁ ସମୀକ୍ଷା କରନ୍ତୁ, ସତ୍କର୍ମ ଜାରି ରଖନ୍ତୁ, ପରିବାର ଓ ସମାଜ ପ୍ରତି ଦାୟିତ୍ୱ ପାଳନ କରନ୍ତୁ ଏବଂ ଧୈର୍ଯ୍ୟ ରଖନ୍ତୁ। ଧାର୍ମିକ ପରମ୍ପରା ଆମକୁ ଏହି ଶିକ୍ଷା ଦିଏ ଯେ ବିଶ୍ୱାସ ଓ ପରିଶ୍ରମ ଉଭୟ ସହିତ ଚାଲିବା ଦରକାର। ବନ୍ଧୁଗଣ, ମନେ ରଖନ୍ତୁ, ପୂଜାପାଠ ଦୁଃଖ ଦିଏ ନାହିଁ, ଏହା ଦୁଃଖକୁ ସହିବାର ଶକ୍ତି ଦିଏ। ଭକ୍ତି ଜୀବନର ସମସ୍ତ ସମସ୍ୟାକୁ ତୁରନ୍ତ ଦୂର କରିଦେବ ବୋଲି ଶାସ୍ତ୍ର କହେ ନାହିଁ, ବରଂ ଏହା ମନକୁ ସ୍ଥିର, କରୁଣାମୟ ଏବଂ ସତ୍କର୍ମର ଦୃଢ଼ କରିବାର ପଥ ଦେଖାଇଥାଏ। ତେଣୁ କେବେ ମଧ୍ୟ ଭଗବାନଙ୍କ ଉପରେ ବିଶ୍ୱାସ ହରାନ୍ତୁ ନାହିଁ। ନିଜ କର୍ତ୍ତବ୍ୟ କରନ୍ତୁ, ସତ୍ୟର ପଥରେ ଚାଲନ୍ତୁ, ଅନ୍ୟଙ୍କ ଭଲ କରନ୍ତୁ ଏବଂ ପ୍ରାର୍ଥନା ସହିତ ପରିଶ୍ରମକୁ ମଧ୍ୟ ସମାନ ଗୁରୁତ୍ୱ ଦିଅନ୍ତୁ। ଜୟ ଶ୍ରୀକୃଷ୍ଣ। ବନ୍ଧୁଗଣ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।